ନମସ୍କାର, ମୁଁ ପ୍ରଶାନ୍ତ ଆପଣମାନଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଯଦି ଆମ ଚ୍ୟାନେଲରେ ଆପଣ ନୂଆ ଆସିଛନ୍ତି ତାହେଲେ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟିଏ ଲାଇକ୍ ଓ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ବାତ୍ୟା ସେନ୍ୟାର ଉପକୂଳରେ ମାଡ଼ ହେବ ଓଡ଼ିଶା ସମେତ 6 ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ। ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଶୀତର ଲହରୀ ସହିତ ଥଣ୍ଡା ବଢ଼ିବାରେ ଲାଗିଛି। ପାର୍ବତ୍ୟ ଅଞ୍ଚଳରେ ତୁଷାରପାତର ପ୍ରଭାବ ସମତଳ ଅଞ୍ଚଳରେ ମଧ୍ୟ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ଏହି ସମୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ଏହା ଯୋଗୁଁ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରର ପାଗରେ ହଠାତ୍ ପରିବର୍ତ୍ତନ ହୋଇପାରେ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ଆଗାମୀ 2 ଦିନ ମଧ୍ୟରେ ସନ୍ୟାର ନାମକ ଏକ ଘୂର୍ଣ୍ଣିଝଡ଼ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି। ଏହା ଯୋଗୁଁ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ଏବଂ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ପରବର୍ତ୍ତୀ ଖବର, ଡିସେମ୍ବର 1ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର। ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ଆସନ୍ତା ଡିସେମ୍ବର 1 ତାରିଖରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ବୁଧବାର ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟାଯିବା ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲାପାଳ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥ ଓ ତାଙ୍କ ଭାଇ ଭଉଣୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଜନ୍ମସ୍ଥାନ ଭାବରେ ବିବେଚିତ ଏହି ମନ୍ଦିର ଡିସେମ୍ବର 1 ତାରିଖରୁ ସାରା ବର୍ଷ ପାଇଁ ଭକ୍ତଙ୍କୁ ଦର୍ଶନ ନିମନ୍ତେ ଖୋଲା ରହିବ। ନିକଟରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ବର୍ଷ ସାରା ଶ୍ରୀ ଗୁଣ୍ଡିଚା ମନ୍ଦିର ଦର୍ଶନ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ପ୍ରାୟ 6 ବର୍ଷ ଧରି କିଛି ସମସ୍ୟା ଯୋଗୁଁ ବର୍ଷସାରା ଦର୍ଶନ ବ୍ୟବସ୍ଥା ବନ୍ଦ ଥିଲା। ରଥଯାତ୍ରା ସମୟରେ ମହାପ୍ରଭୁ ଓ ତାଙ୍କ ଭାଇ ଭଉଣୀ ଶ୍ରୀମନ୍ଦିରରୁ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଆସନ୍ତି ଏବଂ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏଠାରେ ନବଦିନାତ୍ମକ ଯାତ୍ରାରେ ଅବସ୍ଥାନ କରନ୍ତି। ପରବର୍ତ୍ତୀ ଖବର, ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର। ରାଜ୍ୟର ଶୀତଳ ସହର ଜି ଉଦୟଗିରିଠାରେ ବୁଧବାର ମଧ୍ୟ ସବୁଠାରୁ କମ୍ ତାପମାତ୍ରା ରହିଛି। ବୁଧବାର ଜି ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା 8.6 ଡିଗ୍ରୀ ରହିଛି। ଏହା ରାଜ୍ୟର ସବୁଠାରୁ କମ୍ ତାପମାତ୍ରା। ଶୀତ ସାଙ୍ଗକୁ ପ୍ରବଳ ଘନ କୁହୁଡ଼ି ଓ କୋହଲା ପବନ ଯୋଗୁଁ ଲୋକମାନେ ଶୀତରେ ଥରି ଯାଉଛନ୍ତି। ଏଣେ ଜି ଉଦୟଗିରିରେ ଶୀତର ମହୋତ୍ସବ କରିବା ପାଇଁ ସମାଜସେବୀ ଋଷିକେଶ ପ୍ରଧାନଙ୍କ ସମେତ ଅନେକ ବୁଦ୍ଧିଜୀବୀ ଦାବି କରୁଛନ୍ତି। କଳିଙ୍ଗା ଶିଳ ଭିକଲଚର ଗାର୍ଡନର ଦେଶ ବିଦେଶର ବିଭିନ୍ନ ଔଷଧୀୟ ବୃକ୍ଷ ଓ ପାଇନ ବଗିଚା ବୁଲିବାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଛି। କାଲିଗାଡୁ ହିଲଟପ୍ ଓ ସିରିକି କଫି ବଗିଚା, ସିରିକୋ ଡ୍ୟାମ୍ରେ ମଧ୍ୟ ପର୍ଯ୍ୟଟକମାନଙ୍କର ଭିଡ଼ ଲାଗି ରହିଛି। ପରବର୍ତ୍ତୀ ଖବର, ପୁଅର ବର ଗାଡ଼ି ତଳେ ଚାପି ହୋଇ ବାପାଙ୍କର ମୃତ୍ୟୁ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କନ୍ୟାଙ୍କ ମାଉସୀ ପୁଅ ଆହତ ହୋଇଥିବାର ଜଣାପଡ଼ିଛି। ଏହି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକ ହେଲେ ଚୈତନ୍ୟ ବାଗ। ସୂଚନା ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ତଥା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଆମ୍ବପଲ୍ଲୀ ଗ୍ରାମର ଚୈତନ୍ୟଙ୍କ ପୁଅ ଦୁଃଖୀଶ୍ୟାମଙ୍କ ବାହାଘର ବରଯାତ୍ରୀ ପାଟଣାଗଡ଼ ବ୍ଲକ ମଣ୍ଡଳକୁ ବରଯାତ୍ରୀ ଯାଇଥିଲେ। ବରଯାତ୍ରୀ ଦଳ ଜଳଖିଆ ଖାଇ ହସଖୁସିରେ ବରଯାତ୍ରୀ ଶୋଭାଯାତ୍ରା ଆରମ୍ଭ କରିଥିଲେ। ବରଯାତ୍ରୀ ଶୋଭାଯାତ୍ରା ଅଳ୍ପ ସମୟ ମଧ୍ୟରେ ଖୁସିର ମଉଳି ଯାଇଥିଲା। ପରବର୍ତ୍ତୀ ଖବର, ଓଡ଼ିଶାରୁ 58 ଲକ୍ଷ ମେଟ୍ରିକ ଧାନ କିଣିବ ଏଫ୍ସିଆଇ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁରୋଧ କ୍ରମେ ଭାରତୀୟ ଖାଦ୍ୟ ନିଗମ ବା ଏଫ୍ସିଆଇ ଓଡ଼ିଶାକୁ ଅତିରିକ୍ତ 8 ଲକ୍ଷ ମେଟ୍ରିକ ଟନ୍ ତଥା ମୋଟ 58 ଲକ୍ଷ ଧାନ ଅର୍ଥାତ୍ ଚାଉଳ ଆକାରରେ କିଣିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ 10 ଲକ୍ଷ ମେଟ୍ରିକ ଟନ୍ରୁ ବୃଦ୍ଧି କରି 11 ଲକ୍ଷ ମେଟ୍ରିକ ଟନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ମୁତାବକ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଅଗଷ୍ଟ 4 ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ। ବିଶେଷ ଭାବରେ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଉଷୁନା ଚାଉଳ ଉଠାଣ ସହିତ ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ କରିବା ପାଇଁ ଆଲୋଚନା କରିବା ସହ ଚିଠି ଦେଇଥିଲେ। ପରବର୍ତ୍ତୀ ଖବର, ବିଧାନସଭା ଅଧିବେଶନ ନେଇ ସର୍ବଦଳୀୟ ବୈଠକ। ଆଜି ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।
ତା ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥର ବିଧାନସଭା ଅଧିବେଶନରେ ଉଦ୍ବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରବର୍ତ୍ତୀ ଖବର, ବଞ୍ଚି ଥାଉ ଥାଉ ବର୍ଦ୍ଧିତ ଭତ୍ତା ପାଇଁ ବୃଦ୍ଧାଙ୍କୁ ମାରିଦେଲେ। ଭତ୍ତା ବଣ୍ଟନ ବ୍ୟବସ୍ଥାରେ ସରକାରଙ୍କ ବିଚିତ୍ର ନିୟମ। 1000 ବେଳେ ଜୀବିତ ଆଉ 35 ବେଳେ ମୃତ। ଏକଥା ଆମେ କହୁନୁ, ସରକାର କାଗଜପତ୍ର ବୟାନ କରୁଛି। ଜଣେ ବୃଦ୍ଧାଙ୍କ ପ୍ରକୃତ ବୟସ 100 ଟପିଲେ ବି ଭୋଟର ଲିଷ୍ଟରେ ତାଙ୍କୁ ମୃତ ଘୋଷଣା କରାଯାଇଛି, ଯେଉଁଥିପାଇଁ ତାଙ୍କୁ 3500 ଟଙ୍କା ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବାକୁ ପଡୁଛି। ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପାଖରେ 1000 ଟଙ୍କା ଭତ୍ତା ପାଇଁ ସେ ଜୀବିତ ଅଛନ୍ତି। ଅର୍ଥାତ୍ ବଞ୍ଚି ଥାଉ ଥାଉ ଜଣେ ବୃଦ୍ଧାଙ୍କୁ ମୃତ ଦର୍ଶାଇବାରୁ ମିଳିପାରୁନି ବର୍ଦ୍ଧିତ ଭତ୍ତା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରି ହଜିରା ଗ୍ରାମରେ। ହାତରେ ଆଧାର କାର୍ଡ ଧରି ବସିଛନ୍ତି ବୃଦ୍ଧ ଜଣକ, କିନ୍ତୁ ବଞ୍ଚି ଥାଉ ଥାଉ ସରକାର ଆଗରେ ମୃତ ପାଲଟି ଯାଇଛନ୍ତି, ଯେଉଁଥିପାଇଁ ସରକାରଙ୍କ ବର୍ଦ୍ଧିତ ଭତ୍ତାରୁ ସେ ବଞ୍ଚିତ ରହୁଛନ୍ତି। ପରବର୍ତ୍ତୀ ଖବର, ସରକାରୀ ଦେଶୀ ମଦ ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ଜଳିଗଲା 4 ଲକ୍ଷ ଟଙ୍କାର ମଦ। ତିହିଡା ବଜାରରେ ଥିବା ସରକାରୀ ଦେଶୀ ମଦ ଦୋକାନକୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଥିବାର ଅଭିଯୋଗ ହୋଇଛି। ମଦ ଦୋକାନ ମାଲିକ ସାବରଙ୍ଗ ଥାନା ଅଧୀନ ନଛିପୁର ଗ୍ରାମର ରତ୍ନାକର ବେହେରା ଏ ସମ୍ପର୍କରେ ତିହିଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଦୋକାନ ଜଳିଯିବା ଫଳରେ ଦୋକାନରେ ଥିବା 4 ଲକ୍ଷ ଟଙ୍କାର ଦେଶୀ ମଦ ଜଳିଯାଇଛି। ଏହାଛଡା ଦୋକାନରେ ଥିବା ବିଭିନ୍ନ ଆସବାବପତ୍ର ମଧ୍ୟ ଜଳିଯାଇଥିବାର ଦର୍ଶାଯାଇଛି। ମଙ୍ଗଳବାର ରାତିରେ ପୂର୍ବ ଶତ୍ରୁତାରୁ କେତେକ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବାର ଅଭିଯୋଗରେ ଦର୍ଶାଯାଇଛି। ପରବର୍ତ୍ତୀ ଖବର, ବିଜେପିରେ ଯୋଗ ଦେଲେ ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ କହିଲେ ଏମିତି କଥା। ନିକଟ ଭବିଷ୍ୟତରେ ଏବେ ରାଜ୍ୟରେ ନିର୍ବାଚନ ନାହିଁ, ତଥାପି ଦଳ ବଦଳାଉଛନ୍ତି ନେତା ଓ କର୍ମୀ। କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧ୍ୟକ୍ଷ ଆଜି ବିଜୁ ଜନତା ଦଳ ଅର୍ଥାତ୍ ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟି ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ସାଧାରଣ ନିର୍ବାଚନ 2024 ପରେ ପରାଜୟ ପରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସୁଯୋଗ ଦେଉନଥିଲେ ବୋଲି ଅଭିଯୋଗ ଆଣିଛନ୍ତି। କନ୍ଧମାଳ ଜିଲ୍ଲାରେ ଧୀରେ ଧୀରେ ବିଜେଡି ଗଡ଼ ଭାଙ୍ଗିବାରେ ଲାଗିଛି। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଅତୀତରେ ବିଜେଡି ସହିତ ସମ୍ପର୍କ ରଖିଥିବା ସରପଞ୍ଚ, ସମିତି ସଭ୍ୟ ଓ କର୍ମଚାରୀମାନେ ଦେଖାଦେଉଛନ୍ତି। ଅନେକ ନେତା ଓ କର୍ମୀ ଦଳ ଛାଡ଼ି ଆସିଥିବା ବେଳେ ଆଜି ବିଜେଡିର ଟାଣ ନେତା ତଥା ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କଅଁର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଉପସ୍ଥିତିରେ ନିଜ ଶତାଧିକ ନେତା ଓ କର୍ମୀଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି। ପରବର୍ତ୍ତୀ ଖବର, ଦେଶର ଭିତ୍ତିଭୂମିକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଏକକାଳୀନ 4ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମହାରାଷ୍ଟ୍ର ଏବଂ ଗୁଜରାଟର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଉପହାର ସମେତ ମୋଟ 19,919 କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତିଗୁଡ଼ିକ ଘୋଷଣା କରିଛନ୍ତି। ପୁନେ ମେଟ୍ରୋ ଏବଂ ବିରଳ ଧାତୁ ଚୁମ୍ବକ ସହିତ ସରକାର 2ଟି ପ୍ରମୁଖ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି। ମୁମ୍ବାଇ ନିକଟବର୍ତ୍ତୀ ବଦଲାପୁରରୁ କର୍ଜୋତ ଲାଇନ୍ ଏବଂ ଗୁଜରାଟ ଦ୍ୱାରକା ଲାଇନ୍, ଏହି ନିଷ୍ପତ୍ତିଗୁଡ଼ିକ ସଂଯୋଗୀକରଣ ପ୍ରତି ସରକାରଙ୍କ ଗମ୍ଭୀରତାକୁ ପ୍ରଦର୍ଶନ କରିଛି। ଏହି ପ୍ରକଳ୍ପଗୁଡ଼ିକ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସିଧାସଳଖ ଲାଭ ଦେବ ଏବଂ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ପରବର୍ତ୍ତୀ ଖବର, ଖଣି ଓ ବାଲି ମାଫିଆଙ୍କୁ ମିଳିବନି ମାଫ୍, ବଡ଼ ଆକ୍ସନ ନେବେ ରାଜ୍ୟ ସରକାର। ବାଲି ଚୋରିକୁ ନେଇ ଆକ୍ସନ ମୋଡରେ ସରକାର। ବେତନଡିରେ ତହସିଲଦାରଙ୍କୁ ଆକ୍ରମଣ ଓ ଜଗତସିଂହପୁରରେ ବେଆଇନ ବାଲି ଗାଡ଼ି ଜବତ ପରେ ବିଭାଗୀୟ ମନ୍ତ୍ରୀ କଡ଼ା ଚେତାବନୀ। ବାଲି ମାଫିଆଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ଯାଏଁ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ସେପଟେ ଜଗତସିଂହପୁରରେ ଅପରେସନ ବାଲୁବ୍ରଜ ଜରିଆରେ ବେଆଇନ ବାଲି ବୋଝେଇ ହାଇୱା ଜବତ ହୋଇଛି। ବାଲି ମାଫିଆଙ୍କୁ ଦମନ କରିବାକୁ ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ପୋଲିସ ମିଳିତ ଭାବରେ କାମ କରୁଛନ୍ତି। କେହି ସରକାରଙ୍କ ନଜରରୁ ବର୍ତ୍ତି ପାରିବେ ନାହିଁ। ରାଜ୍ୟରେ ବାଲି ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏପରି କଡ଼ା ଚେତାବନୀ ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା। ମନ୍ତ୍ରୀ କହିଛନ୍ତି, ଆଗକୁ ଆହୁରି ବଡ଼ ଧରଣର ଆକ୍ସନ ହେବ। ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ଯାଏଁ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ପରବର୍ତ୍ତୀ ଖବର, ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କ। ରାତି ଅଧରେ ଘର ଭିତରେ ପଶି ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଲୁଟି ନେଇଥିବାର ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି ଓ ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ କିଛି ଲୁଟେରା ରାତି ତମାମ ଘରର ସମସ୍ତ ଜିନିଷପତ୍ର ନେଇ ଗାୟବ ହୋଇଯାଇଛନ୍ତି।
ଘରର କପବୋର୍ଡ ଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ କିଛି ବି ଛାଡ଼ି ନାହାନ୍ତି, ଯେମିତି କାହାରି ସନ୍ଦେହ ନ ହେବ। ସେଥିପାଇଁ ବେଡ୍ରୁମ୍ରେ ନ ଶୋଇ ଗଦି ଆଣି ବାଥରୁମ୍ରେ ପକାଇ ଶୋଇଥିଲେ ଲୁଟେରା। ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି। ପରବର୍ତ୍ତୀ ଖବର, ଆଜି ଓଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। 6 ଜଣ ବରିଷ୍ଠ ଓଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ସଚିବ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର। ସେହିପରି ଅନୁସୂଚିତ ଜନଜାତି ବିଭାଗର ଅତିରିକ୍ତ ସଚିବ ହେଲେ ଦେବେନ୍ଦ୍ର ନନ୍ଦ। ରାଜ୍ୟ ମାଇନିଂ ବିଭାଗର ସିବିଓ ହେଲେ ନାରାୟଣ ଚନ୍ଦ୍ର ଧଳ। ସେହିପରି ପ୍ରୀତିପର୍ଣ୍ଣା ମିଶ୍ର ରାଜସ୍ୱ ବିଭାଗର ଡେପୁଟି ସେକ୍ରେଟାରୀ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ଡିଏଚ୍ଏଚ୍ ପ୍ରଶାସନିକ ଅଧିକାରୀ ହୋଇଛନ୍ତି ଅନିତା ନାୟକ।